ଦି ଜଣ ସାଙ୍ଗ ଥରେ ଯାଉଥିଲେ ବାଟରେ ଗୋଟେ ରାଜପ୍ରସାଦ ଭଳିଆ ମହଲ ପଡ଼ିଲା। ପ୍ରଥମ ସାଙ୍ଗ ଦ୍ୱିତୀୟ ସାଙ୍ଗକୁ କହିଲା କି ଭାଗ୍ୟରେ ଯିଏ ଘରେ ରହୁଥିବ ତା ଭାଗ୍ୟ ଯେତେବେଳେ ଭଗବାନ ଲେଖିଲେ ଆମେ କୋଉଠି ଥିଲେ। ତ ଦ୍ୱିତୀୟ ସାଙ୍ଗ ତା ହାତକୁ ଧରି ନେଇଗଲା ହସ୍ପିଟାଲକୁ। ଆଉ ମେଡିକାଲରେ ଯେତେବେଳେ ସବୁ ପେସେଣ୍ଟ ପଡ଼ିଛନ୍ତି ସେ କହିଲା ଆଙ୍କ ଭାଗ୍ୟ ଯେତେବେଳେ ଲେଖୁଥିଲେ ଭଗବାନ ତ ସେତେବେଳେ ଆମେ କୋଉଠି ଥିଲେ। ଏ କଥାର ମାନେ ହେଉଛି ଏଇଆ, ଭଗବାନ ଆମକୁ ଯେତିକି ଦେଇଛନ୍ତି ଆମେ ସେତିକିରେ ଖୁସି ହେବା କଥା। ଏବେ ବି ଲୋକ ଅଛନ୍ତି ଘରେ ସୁନା ବହୁତ କିନ୍ତୁ ପିନ୍ଧିବା ପାଇଁ କାହାର ହାତ ନାହିଁ ତ କାହାର ଗୋଡ଼ ନାହିଁ। ଆମେ ତ ଭଲ ଡ୍ରେସ୍ ପିନ୍ଧୁଛେ, ଏବେ ବି ଲୋକ ଅଛନ୍ତି ପିନ୍ଧିବାକୁ ଖଣ୍ଡେ ପାଉନାହାନ୍ତି କି ଖାଇବାକୁ ପାଉନାହାନ୍ତି। ତେଣୁ ସବୁଦିନ ପ୍ରଥମେ ସେଇ ଭଗବାନଙ୍କୁ ଧନ୍ୟବାଦ ଜଣାଅ ଯିଏ ଯେତିକି ଲେଖିଛନ୍ତି ଦିଟା ଖାଇବାକୁ ମିଳୁଛି ଆଉ ଶାନ୍ତିରେ ଶୋଇବାକୁ ମିଳୁଛି। କ'ଣ ମୋ କଥାରେ ସହମତ ଅଛନ୍ତି ତ କମେଣ୍ଟରେ ଲେଖିବେ। ଜୟ ଜଗନ୍ନାଥ, ଜୟ ଭାରତ।